2 ବର୍ଷ ତଳର କଥା। ଭୁବନେଶ୍ୱର ଏୟାରପୋର୍ଟରେ ବାହାରେ ଜଣେ ସଫେଇ କର୍ମଚାରୀ ସଫେଇ କାମ କରୁଥିଲେ। ସଫା କରୁ କରୁ ଦେଖିଲେ ଯେ ଦୀର୍ଘ ସମୟ ଧରି ଜଣେ ବୁଢ଼ୀ ଲୋକ ଗୋଟିଏ ଜାଗାରେ ବସି ରହିଛନ୍ତି ଆଉ ବାରମ୍ବାର ଭିତରକୁ ଅନଉଛନ୍ତି। ଏମିତି ସେ ବୁଢ଼ୀ ଲୋକଙ୍କୁ ଅପେକ୍ଷା କରିବାର ବହୁତ ସମୟ ହେଇଯାଇଥିଲେ ବି ତାଙ୍କୁ କିଏ ନେବାକୁ ଆସୁନଥିଲେ। ତାଙ୍କ ସାଥିରେ ବି କିଏ ନଥିଲେ। ସକାଳୁ ଯେତେବେଳେ ସେ ସଫେଇ କର୍ମଚାରୀ ସନ୍ତୋଷ ସକାଳେ ନିଜ ଡ୍ୟୁଟିକୁ ଆସିଥିଲେ, ସେତେବେଳକୁ ସେ ବୁଢ଼ୀ ଲୋକ ଜଣକ ସେଠାରେ ବସିଥିଲେ। ଆଉ ଏବେ ମଧ୍ୟାହ୍ନ ଖାଇବା ସମୟ ହୋଇଯାଇଥିଲା, କିନ୍ତୁ ଏବେ ଯାଏ ବି ସେ ବୁଢ଼ୀ ଲୋକ ଜଣକ ସେଠାରେ ବସି ରହିଥିଲେ ଆଉ ଲଗାତାର ଆତୁର ହୋଇ ଏୟାରପୋର୍ଟ ଭିତରକୁ ଅନେଇ ରହିଥିଲେ, ଯେମିତି କାହାକୁ ଅପେକ୍ଷା କରିଥିଲେ। ଏମିତି ଅବସ୍ଥାରେ ସେ ବୁଢ଼ୀ ଲୋକକୁ ଦେଖି ସନ୍ତୋଷକୁ ଯେମିତି ଦୟା ଆସିଗଲା। ତାଙ୍କ ପାଖକୁ ଯାଇ କହିଲେ କି ମା, ଆପଣ କୁଆଡ଼େ ଯିବେ କି? ଏଠି ଆପଣ କାହାକୁ ଅପେକ୍ଷା କରିଛନ୍ତି? ଆପଣଙ୍କୁ କ'ଣ କିଏ ନେବାକୁ ଆସିବେ କି? ସେ ବୁଢ଼ୀ ଲୋକ ଜଣକ କହିଲେ କି ମୋତେ ବସେଇ ମୋ ପୁଅ ସୁରେଶ ଭିତରକୁ ଯାଇଛି। ବହୁତ ସମୟ ହେଇଯାଇଥିଲେ ବି ସେ ଏଯାଏ ଆସୁନି। ତମେ ଟିକେ ଭିତରକୁ ଯାଇ ଦେଖି ଆସିବ କି? ତାକୁ ଏତେ ସମୟ ଲାଗୁଛି କାହିଁକି? ମୁଁ ମୋ ପୁଅ ସହିତ ଗାଁରୁ ଏତେ ବାଟ ଆସିଛି। ସେ ମୋତେ ତା ସହିତ ବିଦେଶ ନେଇଯିବା ପାଇଁ ଆଣିଥିଲା। ଯଦି ଟିକେ ମୋ ପୁଅକୁ ଡାକି ଦିଅନ୍ତ ଭଲ ହୁଅନ୍ତା। ତାପରେ ସନ୍ତୋଷ କହିଲେ କି ମା, ଆପଣଙ୍କ ପୁଅ ଯେତେବେଳେ ଆସିବେ ତାଙ୍କ ସହିତ ପଳେଇବେ। ଆପଣଙ୍କୁ ଯଦି ଭୋକ ଲାଗୁଛି କିଛି ଖାଇବାକୁ ଆଣିଦେବେ କି? କିନ୍ତୁ ସେ ବୁଢ଼ୀ ମା ଜଣକ ହସି ଦେଇ କହିଲେ କି ନାଇଁ ପୁଅ, ଦରକାର ନାହିଁ। ତତେ ବହୁତ ଧନ୍ୟବାଦ। ତୁ ଜଣେ ଲୋକ ଯିଏକି ମୋତେ ଖାଇବା ପାଇଁ ପଚାରିଲୁ। ଆଉ ତୁ ବି ଚିନ୍ତା କରନି, ମୋ ପୁଅ ବୋଧେ ଆସୁଥିବ। ଯଦି ମୁଁ ତାକୁ ନ ମିଳିବି ସେ ହଇରାଣ ହେଇଯିବ। ତେଣୁ ମୁଁ ଏଠାରୁ କୁଆଡ଼େ ବି ଯିବାକୁ ଚାହୁଁନି। କିନ୍ତୁ ସନ୍ତୋଷ ବୁଝି ଯାଇଥିଲେ କି ସେ ବୁଢ଼ୀ ମାଙ୍କର ପୁଅ ଆଉ କେବେ ବି ଏଠାକୁ ଆସିବେନି। ସେ କହିଲେ କି ମା, ଖରାପ ଭାବିବେନି, କିନ୍ତୁ ଏଠାରେ ପ୍ରତି 2-3 ଦିନରେ ଏମିତି କିଏ ନା କିଏ ମିଳିଯାଉଛନ୍ତି ଯାହାର ପୁଅ ତାଙ୍କୁ ଛାଡ଼ିକି ପଳାଉଛନ୍ତି। କେବଳ ଏତିକି ନୁହେଁ, କେବେ ମନ୍ଦିରରେ, କେବେ ରାସ୍ତାରେ। ଆଜିକାଲି ପିଲାମାନେ ନିଜ ବାପା ମାଆଙ୍କୁ ଛାଡ଼ିକି ପଳାଉଛନ୍ତି। ସନ୍ତୋଷଙ୍କ ଠାରୁ ଏସବୁ ଶୁଣିକି ସେ ବୁଢ଼ୀ ମା ଜଣକ ଟିକେ ରାଗିକି କହିଲେ କି ନାଇଁ ପୁଅ, ତୁ ଏମିତି କ'ଣ କହୁଛୁ? ତୁ କ'ଣ ମୋ ପୁଅକୁ ଜାଣିଛୁ କି? ତାହେଲେ ତୁ ଏମିତି କେମିତି କହିପାରୁଛୁ କି ମୋ ପୁଅ ମୋତେ ଛାଡ଼ିକି ପଳେଇଲା ବୋଲି? ଯଦି ସତରେ ତୁ ମୋତେ ସାହାଯ୍ୟ କରିବାକୁ ଚାହୁଁଛୁ ତାହେଲେ ଟିକେ ଭିତରକୁ ଯାଇ ଦେଖ, ସେ ନିଶ୍ଚୟ ଭିତରେ ଥିବ। ସେଠୁ ସନ୍ତୋଷ ଚୁପଚାପ ଭିତରକୁ ଯାଇ ଖୋଜାଖୋଜି କରିବା ପରେ ବାହାରକୁ ଆସିଲେ। ଫେରିବା ପରେ କହିଲେ କି ମା, ମୁଁ ଭିତରେ ଖୋଜାଖୋଜି କଲି, କିନ୍ତୁ ଆପଣଙ୍କ ପୁଅ ନାହାନ୍ତି। ଶୁଣିକି ସେ ବୁଢ଼ୀ ମା ଟିକେ ବ୍ୟସ୍ତ ହୋଇ ପଡ଼ିଲେ। ପୁଣି ନିଜକୁ ବୁଝେଇ କହିଲେ କି କିଛି କଥା ନାହିଁ, ବୋଧେ ତାର କିଛି କାମ ରହିଯାଇଛି, ତେଣୁ ଟିକେ ଡେରିରେ ଆସିପାରେ। ସନ୍ତୋଷ ନିଜ କାମରେ ଲାଗିଗଲେ। ଏମିତି ସନ୍ଧ୍ୟା ହୋଇ ଆସିଲା। ସନ୍ତୋଷ ନିଜେ ନିଜ ଘରକୁ ଯିବାର ସମୟ ଆସିଯାଇଥିଲା। ଟିକେ ଟିକେ ଥଣ୍ଡା ବି ପଡ଼ିବା ଆରମ୍ଭ ହୋଇଯାଇଥିଲା। ବିଚାରୀ ବୁଢ଼ୀ ମା ନିଜ କାନିରେ ନିଜକୁ ଘୋଡ଼େଇବା ପାଇଁ ଚେଷ୍ଟା କରୁଥିଲେ, କିନ୍ତୁ ଥଣ୍ଡାରେ ଥରୁଥିଲେ। ସନ୍ତୋଷ ଜଣେ ଭଲ ଲୋକ ଥିଲେ। ସେ ବୁଢ଼ୀ ମାଙ୍କ ପାଖକୁ ଆସି କହିଲେ କି ମା, ଆପଣଙ୍କ ନାଁ କ'ଣ ଆଉ ଆପଣ କୁଆଡ଼େ ଯାଇଥାନ୍ତେ? ସେ କହିଲେ କି ମୋ ନାଁ ଶାନ୍ତି। ମୁଁ ମୋ ପୁଅ ସହିତ ଆସିଥିଲି। କିଛି ଦିନ ଆଗରୁ ଆମ ଗାଁରୁ ମୋତେ ଭୁବନେଶ୍ୱର ନେଇ ଆସିଥିଲା। ତାର ବିଦେଶରେ ଚାକିରି ହେଇଯାଇଛି ତ, ତେଣୁ ସେ ମୋତେ ବିଦେଶ ନେବାକୁ କହି ଏଠାକୁ ଆଣିଥିଲା। ସେଠୁ ସନ୍ତୋଷ କହିଲେ କି ଠିକ୍ ଅଛି ମା, ଯଦି ଆପଣ ଚାହିଁବେ ତାହେଲେ ମୋ ସହିତ ଆମ ଘରକୁ ଯାଇପାରିବେ ଆଉ ସକାଳୁ ପୁଣି ଏଠାକୁ ଆସିପାରିବେ। ସେଠୁ ଶାନ୍ତି କହିଲେ କି ନାଇଁ ପୁଅ, ଯଦି ମୁଁ ଏଠାରୁ ପଳେଇବି ତାହେଲେ ପୁଅ ଆସି ମୋତେ ଖୋଜିବ, ଆଉ ମୁଁ ଏଠାରେ ନଥିଲେ ସେ ପୁରା ହଇରାଣ ହେଇଯିବ। ତୁ ଯା। ମୁଁ ଠିକ୍ ଅଛି। ସେଠୁ ସନ୍ତୋଷ ଶାନ୍ତି ଦେବୀଙ୍କୁ ନିଜ ଶାଲ୍ ଦେଇ କହିଲେ ଠିକ୍ ଅଛି ମା, ଆପଣ ଏଠାରେ ରୁହନ୍ତୁ। ମୁଁ ମୋର ସାଥୀକୁ କହିଦେଉଛି, ଯଦି କିଛି ଦରକାର ହୁଏ ତାକୁ କହିଦେବ। ଶାନ୍ତି ଦେବୀ ଶାଲ୍ ନେଇ ଘୋଡ଼େଇ ହୋଇ ସେଠାରେ ବସି ରହିଲେ ଆଉ ସନ୍ତୋଷକୁ ଆଶୀର୍ବାଦ ଦେବାକୁ ଲାଗିଲେ। ସନ୍ତୋଷ ଘରେ ପହଞ୍ଚି ସ୍ତ୍ରୀ ପିଙ୍କିଙ୍କୁ ସବୁ କଥା କହିଲେ। ଆଉ ଏୟାରପୋର୍ଟରେ ଶାନ୍ତି ଦେବୀ ଭୋକ ଉପାସରେ ଥଣ୍ଡାରେ ଥର ହେଇ ପୁଅକୁ ଅପେକ୍ଷା କରି ରାତି ବିତେଇ ଦେଇଥିଲେ। ଏବେ ଶାନ୍ତି ଦେବୀଙ୍କର ଚିନ୍ତା ବଢ଼ିଯାଇଥିଲା, କାହିଁକି ନା ପ୍ରଥମରେ ଗୋଟିଏ ଦିନ ଆଉ ରାତି ବିତିଗଲା, ପରେ ବି ପୁଅ ଆସିଲାନି। ଅନ୍ୟପଟରେ ସାରା ଭୁବନେଶ୍ୱରରେ ତାଙ୍କୁ କିଏ ବି ଜାଣିନଥିଲେ। କେବଳ ସନ୍ତୋଷ ହିଁ ଆଗକୁ ଆସି ତାକୁ ସାହାଯ୍ୟ କରିଥିଲେ। ଆଉ ଏବେ ସେ ବି ନଥିଲେ।
ଆଉ ପୁରା ରାତି ସେ ଥଣ୍ଡାରେ ଏମିତି ହିଁ ବସି ରହିଥିଲେ। ସକାଳ ହେବାରୁ ସନ୍ତୋଷ ପୁଣି ଡ୍ୟୁଟିରେ ଆସି ଦେଖିବା ବେଳକୁ ଶାନ୍ତି ଦେବୀ ସେମିତି ବସି ରହିଥିଲେ। ସାଙ୍ଗେ ସାଙ୍ଗେ ଶାନ୍ତି ଦେବୀଙ୍କ ପାଖକୁ ଯାଇ ପଚାରିଲେ କି ମା, ଆପଣଙ୍କ ପୁଅ କ'ଣ ଏବେ ଯାଇ ଆସିନାହାନ୍ତି? ଶାନ୍ତି ଦେବୀ କାନ୍ଦି ପକାଇଲେ ଆଉ କହିଲେ କି ନାଇଁ, କେଜାଣି ସେ କୁଆଡ଼େ ପଳେଇଲା। ସନ୍ତୋଷ ତାଙ୍କୁ ପାଣି ପିଆଇ ଶାନ୍ତ କଲେ ଆଉ କହିଲେ କି ମା, ମୁଁ ଆପଣଙ୍କୁ କହିନଥିଲି, କିନ୍ତୁ କାଲିଠାରୁ ମୁଁ ଜାଣିସାରିଥିଲି। ଆପଣ ମାନନ୍ତୁ ବା ନ ମାନନ୍ତୁ, ଆପଣଙ୍କ ପୁଅ ଆପଣଙ୍କୁ ସବୁଦିନ ପାଇଁ ଛାଡ଼ିକି ପଳେଇଛନ୍ତି, ଆଉ ସେ ଆପଣଙ୍କୁ ନେବା ପାଇଁ କେବେ ବି ଆସିବେନି। ଶୁଣିକି ଶାନ୍ତି ଦେବୀ ଜୋରରେ କାନ୍ଦିବାରେ ଲାଗିଲେ। ଆଉ ତାଙ୍କର ହାଲତ ଦେଖିକି ସନ୍ତୋଷକୁ ଦୟା ଆସିଲା। ସେ ଭାବିଲେ କି ଶାନ୍ତି ଦେବୀ ନିଜ ଘର ଲୋକଙ୍କ ପାଖକୁ ପଳେଇବେ, ଆଉ ନିଜ କାମରେ ସେ ପଳେଇଲେ। ଆଉ ସେଠାରେ ସେମିତି ବସି କାନ୍ଦୁଥିଲେ ଶାନ୍ତି ଦେବୀ। ଅଚାନକ ସେ ବେଞ୍ଚରୁ ତଳେ ପଡ଼ିଗଲେ। ଲୋକଙ୍କ ଭିଡ଼ ଲାଗିଗଲା। ଲୋକଙ୍କ ଭିଡ଼ ଦେଖି ସନ୍ତୋଷ ବି ସେଠାକୁ ଆସିଲେ। ଆଉ ଦେଖିବା ବେଳକୁ ଶାନ୍ତି ଦେବୀ ତଳେ ପଡ଼ିଛନ୍ତି। ସେଠୁ ସାଙ୍ଗେ ସାଙ୍ଗେ ଜଣେ ଡାକ୍ତର ଆସି ଚେକ୍ କରିବାରୁ ଜଣାପଡ଼ିଲା ଯେ ଦୁର୍ବଳତା କାରଣରୁ ଶାନ୍ତି ଦେବୀଙ୍କର ଏସବୁ ହେଇଛି। ମୁହଁରେ ପାଣି ମାରି ହୋସ୍କୁ ଆଣିବା ପରେ ସମସ୍ତେ ପଳେଇଲେ। ସନ୍ତୋଷ ପଚାରିଲେ କି ମା, ଆପଣ ବେହୋସ୍ କେମିତି ହେଲେ? କାଲିଠୁ କ'ଣ ଖାଇନାହାନ୍ତି କି? ଶାନ୍ତି ଦେବୀ ନାଁରେ ମୁଣ୍ଡ ହଲେଇ କହିଲେ ଯେ ପୁଅ, ମୁଁ ତ ମୋ ପୁଅ ଭରସାରେ ଏଠାରେ ବସି ରହିଥିଲି। ମୁଁ କ'ଣ ଜାଣିଥିଲି କି ସେ ମୋ ସହିତ ଏମିତି କରିବ ବୋଲି? ମୋ ପାଖରେ ଟଙ୍କାଟିଏ ବି ନାହିଁ କିଛି ବି କିଣିବାକୁ। ସନ୍ତୋଷକୁ ଶାନ୍ତି ଦେବୀଙ୍କ ଉପରେ ଅଧିକ ଦୟା ଆସିଲା। ସେ କହିଲେ ମା, ଆପଣ ମୋ ସହିତ ଚାଲନ୍ତୁ, ପ୍ରଥମେ କିଛି ଖାଇ ନିଅନ୍ତୁ। ସନ୍ତୋଷ ଶାନ୍ତି ଦେବୀଙ୍କୁ ନେଇ ପାଖରେ ଥିବା କ୍ୟାଣ୍ଟିନ୍ରେ ଖୁଆଇଲେ। ଆଉ କଥା କଥାରେ ଜାଣିବାକୁ ଚେଷ୍ଟା କଲେ କି ତାଙ୍କର ଆଉ କିଏ ଅଛନ୍ତି କି ନାହିଁ, ଘର କେଉଁଠି। ସେଠୁ ଶାନ୍ତି ଦେବୀ କହିଲେ କି ପୁଅ, ମୁଁ କେଉଁଠିକୁ ଯିବି? ମୋ ପୁଅ ମୋତେ ଏମିତି ଅବସ୍ଥା କରିଛି ଯେ ମୁଁ ଆଉ କୁଆଡ଼େ ବି ଯାଇପାରିବିନି। ପୁଅ ଯେତେବେଳେ ମୋତେ ବିଦେଶ ନେବା ପାଇଁ ଆସିଲା, କହିଲା କି ମା, ଆମେ ସବୁଦିନ ପାଇଁ ସେଠାରେ ରହିବା, ତେଣୁ ଆମ ଘର ବିକ୍ରି କରିଦେବା। ଆଉ ସେ ଆମ ନିଜ ଘରକୁ ବିକ୍ରି କରିଦେଇ ମୋତେ ଏଠାକୁ ନେଇ ଆସିଲା। ତେଣୁ ସେ ଘର ବି ମୋ ପାଖରେ ନାହିଁ। ଏବେ ରାସ୍ତାରେ ରହିବା ଛଡ଼ା ଆଉ କିଛି ବାଟ ନାହିଁ। କହୁ କହୁ ଶାନ୍ତି ଦେବୀ କାନ୍ଦି ପକାଇଲେ। ଏସବୁ ଦେଖି ସନ୍ତୋଷକୁ ବି ବହୁତ ଦୁଃଖ ଲାଗିଲା, କିନ୍ତୁ ଛୋଟିଆ ଚାକିରି ଭିତରେ ସେ ବା ଆଉ କ'ଣ କରିପାରିଥାନ୍ତେ। ଶାନ୍ତି ଦେବୀଙ୍କୁ ଚୁପ୍ କରେଇଲେ ଆଉ ସେଠାରୁ ପଳେଇଲେ। ସନ୍ଧ୍ୟାବେଳେ ଯେତେବେଳେ ସେ କାମରୁ ଘରକୁ ଗଲେ, ଏୟାରପୋର୍ଟ ବାହାର ପଡ଼ିଆରେ କୁକୁର ଭୁକିବାର ଶବ୍ଦ ଶୁଭିଲା। ଆଉ ସେଠାରେ ଜଣେ ବୁଢ଼ୀ ଲୋକ ବସି ରହିଥିଲେ, ଯାହାକୁ ଦେଖି କୁକୁର ଭୁକୁଥିଲେ। ଆଉ କୁକୁର ପାଖରୁ ବଞ୍ଚିବା ପାଇଁ ସେ ବୁଢ଼ୀ ଲୋକ ଜଣକ ପଥର ଧରି କୁକୁରଙ୍କୁ ମାରିବା ପାଇଁ ଚେଷ୍ଟା କରୁଥିଲେ। ଆଉ ପଥର ଦେଖି କୁକୁର ଭୁକିବା ଦ୍ୱାରା ଆଖପାଖର କୁକୁର ବି ଜମା ହୋଇଯାଇଥିଲେ। ଆଉ ସେ ବୁଢ଼ୀ ଲୋକ ବିଚାରି ଡରି ମରି ତାଙ୍କୁ ସେଠାରୁ ତଡ଼ିବା ପାଇଁ ସଂଘର୍ଷ ଜାରି ରଖୁଥିଲେ ଆଉ ଧୀରେ ଧୀରେ ପଛକୁ ହଟୁଥିଲେ। ସେଠୁ ପାଖରେ ଜଳୁଥିବା ଲାଇଟ୍ରୁ ଜଣାପଡ଼ିଲା କି ସେ ବୁଢ଼ୀ ଲୋକ ଆଉ କିଏ ନୁହନ୍ତି, ସେ ହେଉଛନ୍ତି ଶାନ୍ତି ଦେବୀ। ଏସବୁ ଦେଖି ସନ୍ତୋଷ ଆଉ ସହିପାରିଲେନି। ସେଠାକୁ ଯାଇ ସେ ବାଡ଼ି ସାହାଯ୍ୟରେ କୁକୁରଙ୍କୁ ସେଠାରୁ ତଡ଼ିଲେ। ଆଉ ଶାନ୍ତି ଦେବୀଙ୍କୁ ପାଖରେ ଥିବା ପଥର ଉପରେ ବସେଇ ସାଇଡ଼କୁ ଯାଇ ନିଜ ସ୍ତ୍ରୀକୁ ଫୋନ୍ ଲଗାଇଲେ। କହିଲେ କି ରୀନା, ମୁଁ ମୋ ନିଜ ମାଆକୁ ତ ଟଙ୍କାର ଅଭାବ ପାଇଁ ବଞ୍ଚେଇ ପାରିଲିନି, କିନ୍ତୁ ଆଜି ଯଦି ମୋ ଆଖି ଆଗରେ ଏ ମାଆଙ୍କର କିଛି ହେଇଯାଏ, ତାହେଲେ ନିଜକୁ କେବେ ବି ମୁଁ କ୍ଷମା କରିପାରିବିନି। ଆଉ କିଛି ହେଉ କି ନ ହେଉ, ଆମେ ତାଙ୍କୁ 2 ବେଳା 2 ପଟ ରୁଟି ତ ଖାଇବାକୁ ଦେଇପାରିବା। ଆଉ ବୁଢ଼ୀ ଲୋକକୁ କ'ଣ ଦରକାର? ଯଦି ତମେ କହିବ ତ ମୁଁ ତାଙ୍କୁ ଆମ ଘରକୁ ନେଇଯିବି। ରୀନା ବହୁତ ବୁଝିବା ସୁଝିବାର ଥିଲେ, ତେଣୁ କହିଲେ କି କିଛି ଅସୁବିଧା ନାହିଁ, ଯଦି ତମକୁ ଠିକ୍ ଲାଗୁଛି ନେଇ ଆସ। ଆମେ ଯେମିତି ଚଳୁଛେ ସେ ବି ଆମ ସହିତ ସେମିତି ରହିବେ, ଭାବି ନେବେ କି ଆମର ଆଉ ଜଣେ ସଦସ୍ୟ ବଢ଼ିଗଲେ ବୋଲି। ଶୁଣିକି ସନ୍ତୋଷ ବହୁତ ଖୁସି ହେଇଗଲେ ଆଉ ଶାନ୍ତି ଦେବୀଙ୍କୁ ନେଇ ନିଜ ଘରେ ପହଞ୍ଚିଲେ। ତାଙ୍କ ଘର ବହୁତ ଛୋଟ ଥିଲା, ଯେଉଁଠି ସେ ତାଙ୍କ ସ୍ତ୍ରୀ ଓ ପିଲାମାନେ ରହୁଥିଲେ। ଦେଖିକି ଶାନ୍ତି ଦେବୀ କହିଲେ କି ପୁଅ, ତମେମାନେ ମୋ ପାଇଁ ହଇରାଣ ହେବ, କିଛି କଥା ନାହିଁ, ଭଗବାନ ମୋ ଭାଗ୍ୟରେ ଯାହା ଲେଖିଥିବେ ତାହା ହେବ, ମୁଁ ଆଉ କେଉଁଠିକୁ ପଳେଇବି। ସନ୍ତୋଷ କହିଲେ କି ନାଇଁ ମା, ଆପଣ ଆମ ସହିତ ରହିଲେ ଆମକୁ କିଛି ବି ଅସୁବିଧା ହେବନି, ବରଂ ଖୁସି ଲାଗିବ, ନୁହଁ କି ରୀନା? ରୀନା ବି ଖୁସି ହେଇଗଲେ। ହଁ ମା, ଇଏ ପୁରା ଠିକ୍ କହିଛନ୍ତି, ଆମକୁ କିଛି ବି ଅସୁବିଧା ହେବନି। ଆଉ ଆପଣ ବି କହିଲେ କି ନିଜର ଭାଗ୍ୟରେ ଯାହା ଥିବ ସେଇଆ ହେବ, ତେଣୁ ଭାବି ନିଅନ୍ତୁ କି ଏବେଠାରୁ ଆପଣଙ୍କ ଭାଗ୍ୟରେ ଏହି ଘରେ ରହିବାକୁ ଲେଖା ଅଛି। ଭିତରକୁ ଆସନ୍ତୁ ମା, ଆଉ ଏହାକୁ ନିଜ ଘର ବୋଲି ଭାବନ୍ତୁ।
ରୀନା ଶାନ୍ତି ଦେବୀଙ୍କ ହାତ ଧରି ଭିତରକୁ ନେଇଗଲେ। ବସିବା ପାଇଁ ଆସନ ଆଉ ପାଣି ଦେଲେ। ପୁଣି ସମସ୍ତେ ଏକାଠି ବସି ଖାଇଲେ। ଶାନ୍ତି ଦେବୀ ଏବେ ଯାଏ ଟିକେ ଅସହଜ ମନେ କରୁଥିଲେ। ରୀନା କହୁଥିଲେ କି ମା, ଆମ ଘରେ ଟିକେ କମ୍ ଜାଗା ଥାଇପାରେ ସତ, ହେଲେ ଆପଣଙ୍କ ପାଇଁ ଆମ ହୃଦୟରେ ବହୁତ ବଡ଼ ଜାଗା ଅଛି। ଆପଣ ନିଶ୍ଚିନ୍ତ ରୁହନ୍ତୁ ଆଉ ଆମକୁ ନିଜ ପିଲା ବୋଲି ଭାବନ୍ତୁ। ଯଦି କିଛି ବି ସମସ୍ୟା ଥାଏ ମୋତେ କହିବେ। ରୀନାଙ୍କ କଥା ଶୁଣି ଶାନ୍ତି ଦେବୀଙ୍କ ଆଖିରୁ ଲୁହ ପଳେଇ ଆସିଲା। ରୀନାଙ୍କ ମୁଣ୍ଡରେ ହାତ ରଖି କହିଲେ କି ସବୁବେଳେ ଖୁସିରେ ଥା ଝିଅ। ମୋର ଏତେ ବଡ଼ ଅସୁବିଧାରେ ତମେ ମୋତେ ନିଜର କଲ, ତେଣୁ ଆଜିଠୁ ତମେମାନେ ମୋର ପୁଅ ବୋହୂ। ତାଙ୍କ ଲୁହ ପୋଛି ରୀନା କହିଲେ କି ଥାଉ ମା, ଆଉ କାନ୍ଦନି, ଏବେ ଚାଲ ଶୋଇପଡ଼ିବା। ପରଦିନ ସକାଳୁ ନିଜ କାମ ସାରି ସନ୍ତୋଷ ପୁଣି ଡ୍ୟୁଟି ପଳେଇଲେ ଆଉ ପିଲାମାନେ ସ୍କୁଲକୁ ପଳେଇଲେ। ଘରେ କେବଳ ଶାନ୍ତି ଦେବୀ ଓ ରୀନା ଥିଲେ, ତେଣୁ ପୁରା ଦିନ ସେମାନେ କଥା ହେଇ ବିତେଇ ଦେଲେ। ରୀନା ନିଜ ଘର, ପରିବାର ଓ ପରିସ୍ଥିତି ବିଷୟରେ ସବୁ କହିଲେ। ସେମିତି ଶାନ୍ତି ଦେବୀ ବି ନିଜ ପୁଅ ବୋହୂଙ୍କ କାରନାମା ବିଷୟରେ ସବୁ କହିଲେ, ଯାହାକୁ ଶୁଣି ରୀନା ଆଶ୍ଚର୍ଯ୍ୟ ହୋଇଗଲେ। କହିଲେ କି ମା, ଆପଣଙ୍କ ପୁଅ ବୋହୂ କେତେ ଖରାପ ମଣିଷ। ନିଜ ମା ସାଥିରେ କିଏ କ'ଣ ଏମିତି କରିପାରେ? ସେମାନେ କେବେ ବି ଆପଣଙ୍କର ଦୁଃଖ ବୁଝିପାରିବେନି। ଯେତେବେଳେ ସେମାନଙ୍କ ସହିତ ଏମିତି ଘଟିବ ସେତେବେଳେ ହିଁ ସେମାନେ ବୁଝିପାରିବେ। ସେଠୁ ଶାନ୍ତି ଦେବୀ ରୀନାଙ୍କ ପରିସ୍ଥିତି ସମ୍ପର୍କରେ ଶୁଣି କହିଲେ କି ଠିକ୍ ଅଛି ଝିଅ, ତୁ ବ୍ୟସ୍ତ ହନା, ଭଗବାନ ତତେ ଫଳ ନିଶ୍ଚୟ ଦେବେ। ସନ୍ଧ୍ୟା ହେବାରୁ ସନ୍ତୋଷ ଆସିଲେ ଆଉ ସମସ୍ତେ ଏକାଠି ବସି ଖାଇସାରିବା ପରେ ଖୁବ୍ କଥା ହେଲେ। ଧୀରେ ଧୀରେ ଶାନ୍ତି ଦେବୀ ସନ୍ତୋଷଙ୍କ ପରିବାର ସହିତ ମିଶିଗଲେ। ଦିନ ବିତିବାରେ ଲାଗିଲା। ଶାନ୍ତି ଦେବୀ ପରିବାରର ସଦସ୍ୟ ପରି ସବୁ କାମରେ ଭାଗ ନେଉଥିଲେ। ରୀନା ବି ବହୁତ କାମରୁ ଫୁର୍ସତ ପାଉଥିଲେ, ଯେମିତିକି ପିଲାଙ୍କ ଯତ୍ନ ନେବା, ବଜାରରୁ ସଉଦା ଆଣିବା, ଏସବୁ ଦାୟିତ୍ୱ ଶାନ୍ତି ଦେବୀ ନେଉଥିଲେ। ଆଉ ଏହି କଥାରେ ବି ସେ ଖୁସି ଥିଲେ। ରୀନା କହୁଥିଲେ କି ଆମ ଘରେ ସବୁବେଳେ ବଡ଼ ଲୋକଙ୍କ ଅଭାବ ରହୁଥିଲା, ଆଉ ଏବେ ତାହା ପୂରଣ ହୋଇଯାଇଛି। ପୁରା ପରିବାର ଖୁସି ରହୁଥିଲେ। ଦିନେ ଶାନ୍ତି ଦେବୀ ସନ୍ତୋଷକୁ କହିଲେ କି ପୁଅ, ମୋ ପାଇଁ କିଛି କାମ ଦେଖିଦେ। ହେଲେ ସନ୍ତୋଷ ମନା କରିଦେଲେ। କହିଲେ କି ମା, ଯଦି ମୋ ଜାଗାରେ ଆପଣଙ୍କ ନିଜ ପୁଅ ଥାନ୍ତେ ତାହେଲେ କ'ଣ ତାଙ୍କୁ ଏମିତି କହିଥାନ୍ତେ? ଦରକାର ହେଲେ ମୁଁ ଆଉ ରୀନା ଅଛୁ। ଆପଣ ଘରେ ଆରାମ କରନ୍ତୁ, ନିଜର ଆଉ ପିଲାମାନଙ୍କର ଧ୍ୟାନ ରଖନ୍ତୁ। ଦରକାର ହେଲେ ମୁଁ କହିବି, ରୀନା ବି କାମ କରିପାରିବେ। କିନ୍ତୁ ଏବେ ସବୁକିଛି ଠିକ୍ ଅଛି, ତେଣୁ ବ୍ୟସ୍ତ ହୁଅନ୍ତୁନି। ଏସବୁ ଶୁଣିକି ଶାନ୍ତି ଦେବୀ ଆଉ କିଛି କହିପାରିଲେନି। ସେଠୁ ମା, ଆପଣ ଚିନ୍ତା କରନ୍ତୁନି କହି ରୀନା ରୋଷେଇ ଘରକୁ ପଳେଇଲେ ଆଉ ସମସ୍ତଙ୍କ ପାଇଁ ସୁଆଦିଆ ଜଳଖିଆ ନେଇକି ଆସିଲେ। ଖାଇକି ସନ୍ତୋଷ ଓ ପିଲାମାନେ ସ୍କୁଲକୁ ଗଲେ ଆଉ ରୀନା ଘର କାମରେ ଲାଗିଗଲେ। ସେଠୁ ଶାନ୍ତି ଦେବୀ ରୀନାଙ୍କୁ କହିଲେ କି ବୋହୂ, ମୋତେ ଗୋଟେ ବ୍ୟାଗ୍ ଦେ, ମୁଁ ପରିବା ନେଇ ଆସୁଛି। ବଜାରରୁ ପରିବା ନେଇକି ଫେରୁଥିବା ବେଳେ ତାଙ୍କ ନଜର ଗୋଟିଏ ଆଡ଼କୁ ପଡ଼ିଲା, ଯେଉଁଠିକି ମାଇକ୍ରେ ଲଟେରୀ ଟିକେଟକୁ ନେଇ ଘୋଷଣା କରାଯାଉଥିଲା। ଟିକେଟର ମୂଲ୍ୟ ତ 20 ଟଙ୍କା ଥିଲା, ହେଲେ ଲଟେରୀର ମୂଲ୍ୟ 2 କୋଟି ଟଙ୍କା ଥିଲା। କେଜାଣି ଶାନ୍ତି ଦେବୀଙ୍କ ମନକୁ କ'ଣ ଆସିଲା, ସେ ଗୋଟିଏ ଟିକେଟ କିଣିଲେ। ଘରକୁ ଫେରି ପରିବା ରୀନାକୁ ଦେବା ସହିତ ସେ ଲଟେରୀ ଟିକେଟ ଦେଖେଇଲେ ଆଉ କହିଲେ କି ଝିଅ, ଏଇଟାକୁ ସମ୍ଭାଳିକି ରଖିବୁ, କାରଣ ଯଦି ଆମ ଭାଗ୍ୟ ଖୋଲିଯାଏ ତାହେଲେ ଆଉ ବଡ଼ କଥା କ'ଣ ହେବ? ରୀନା କହିଲେ କି ମା, ଏସବୁ ମିଛ କଥା, ଆଜି ଯାଏ କାହାକୁ ବି ଲଟେରୀ ଜିତିବା ଦେଖିନି ମୁଁ। ଠିକ୍ ଅଛି, ତମ ମନ ରଖିବା ପାଇଁ ମୁଁ ଏଇଟାକୁ ରଖିଦେଉଛି। ଏବେ ଶାନ୍ତି ଦେବୀ ଯେତେବେଳେ ବି ପରିବା ପାଇଁ ଯାଆନ୍ତି ସେଥିରେ ଗୋଟିଏ ଟିକେଟ ନେଇ ଆସନ୍ତି। ଏମିତି ଯେତେବେଳେ ଗୋଟିଏ ମାସ ବିତିଗଲା, ଟିକେଟ ବିଜେତା ଘୋଷଣା ଦିନ ବି ଆସିଗଲା। ଟିକେଟ ଦେବା ସମୟରେ ଶାନ୍ତି ଦେବୀଙ୍କୁ କୁହାଯାଇଥିଲା କି ଘୋଷଣା ହେବା ଦିନ ଟିଭି ଦେଖିବାକୁ ଆଉ ଟିକେଟ ସମ୍ଭାଳିକି ରଖିବା ସହିତ ଘୋଷଣା ଦିନ ଠିକ୍ ଜାଗାରେ ବି ପହଞ୍ଚିବାକୁ ସେମାନେ କହିଥିଲେ। ଶାନ୍ତି ଦେବୀ ରୀନାକୁ ସବୁ ଟିକେଟ ସମ୍ଭାଳିକି ରଖିବା ପାଇଁ କହିଦେଇଥିଲେ। କାଲି ସେ ଦିନ ଆସିଲା। ଶାନ୍ତି ଦେବୀ ରୀନାକୁ ସବୁ ଟିକେଟ ମାଗିଲେ, କିନ୍ତୁ ଏସବୁ ବିଷୟରେ ସନ୍ତୋଷକୁ କିଛି କହିନଥିଲେ। ଶାନ୍ତି ଦେବୀ କହୁଥିଲେ କି ତୁ ପୁଅକୁ ଏସବୁ କହନା, ଯଦି ଲଟେରୀ ଲାଗିଯିବ ତ ଠିକ୍ ଅଛି, ନହେଲେ ଭାବି ନେବା କି ଲଟେରୀ ଟଙ୍କା ହଜିଗଲା ବୋଲି। ଦୁହେଁ ସନ୍ତୋଷ ଯିବା ପରେ ଟିଭି ଖୋଲି ବସି ପଡ଼ିଲେ। ଟିକିଏ ସମୟ ପରେ ଘୋଷଣା ଆରମ୍ଭ ହେଲା। 3 ଜଣ ବିଜେତାଙ୍କର ନାମ ଘୋଷଣା ହେବାରେ ଥିଲା।
प्रथम विजेता को 2 कोटी, द्वितीय विजेता को 1 कोटी और तृतीय विजेता को 50 लाख टंका पुरस्कार राशि थिला। शांति देवी और रीना दुहें हाथ जोड़ी बसी आउ ईश्वर को डाकुले। सबुठु आगे तृतीय विजेता नाम घोषणा है, तापर द्वितीय विजेता नाम घोषणा है, किंतु शांति देवी टिकेट नंबर 1 किंतु शांति देवी टिकेट नंबर नथिला नथिला हेले एबे भी आउ गोटे मौका बाकी थिला। आउ से दुहे टीवी को पूरा नजर करी बसी थिले। जेमिति तृतीय विजेता अर्थात प्रथम नंबर घोषणा है से माने मुंडरे हाथ देइदेले, कारण सही 2 कोटी लॉटरी आउ कहा पाखक पड़े टिकेट नंबर आउ किछि थिला। रागरे रीना से सब टिकेट को फिंगिबा पई लागिले। सेतेबेले टीवी एंकर कहबाकू लागिले कि क्षमा करिवे, गोटे छोटिया भूल हो गला। 2 कोटीर विजेता नाम और नंबर भूल लिखाई। आउ एबे प्रकृत नंबर है जेतेबेले प्रकृत टिकेट नंबर घोषणा करा जाइछि। शांति देवी और रीना टिकेट चेक कले आउ देखिक तो पूरा आश्चर्य हो गले, कारण घोषणा करा जाउथबा टिकेट नंबर और सेमानकर टिकेट नंबर समान थिला। तामाने शांति देवी 2 कोटी टंकार लॉटरी जीति जाइथिले। देखिक तो 2 जनक आउ गोड़ तले लागिलानी, खुशी रे नाचिबाक लागिले। दुहे बहुत खुशी थिले। सेतेबेले संतोष आसी पहुँची गले। असमय आसी पहुँची गले कारण से तांका मोबाइल छाड़ी पड़े जाइथिले। और घरे पहुँची से रीना और माँ को एते खुशी देखि पचारिले कि कौन है तमे माने एते खुशी। सेठू रीना खुशी रे जाई संतोष को कुंढई पकेले, कहले एबे सब ठीक हो जिवो। संतोष कहले कौन है एमिति कौन है जे सब ठीक हो जिवो। सेठू शांति देवी आउ रही पारेनी, कहले कि तू जदि शुणिबू ताहले तू भी खुशी रे नाचिबू। पुणी संतोष पचारिले कि एबे कुह तो कौन है। तापरे शांति देवी से लॉटरी विषय कहले। देखिकी तो संतोष भी विश्वास करें, पचारिले कौन सतरे आमर लॉटरी लगिगला कि माँ। सेठू शांति देवी कहले कि हाँ पुओ, आज आमर खराब दिन पड़ेब, आउ एबे खुशी आउ खुशी। एबे तू छुट्टी नहीं जा, पुरस्कार राशि दि जाइथुबा स्थान पाखक जीवाक पड़िबो। सेठू संतोष भी छुट्टी नहीं आसिले। 2 जण जाई से स्थान रे पहुँचले आउ समस्ते विजेता को पुरस्कार राशि दिगला। हेले एसबू शांति देवी निज पुओ टीवी रे देखुले। आउ जेतेबेले निज माँ को टीवी रे देखिले चमकी पड़िले। आउ से जेतेबेले जानिले कि तांको माँ 2 कोटी टंकार मालिकेणी हो जाइछंती, से तुरंत योजना कले आ परदिन विदेश को फेरिबा पई चेष्टा आरंभ करदेले। 10 दिन पर भुवनेश्वर एयरपोर्ट आसी पहुँचवा पर सेठारे कर्मचारी को पचरा उचरा कले। आउ जड़े कर्मचारी संतोष को विषय कहवा पर से जाई संतोष को घरे पहुँची गले, किंतु संतोष और तांको परिवार सेठारु अन्यत्र पड़ैथिले। आउ जाई न थांदे काहेकि? एते टंका पाइबा परे से एते छोट घरे केमिति रही थांदे? सेठू शांति देवी पुओ से घरे ताला पड़िथिबा देखि टिके हताश हो गले। किछि भाबिबा परे पड़ोसी को पचरा उचरा करबा परे जना पड़िला कि संतोष को परिवार गोटे हाई सोसाइटी रे घर नहीं सेठाकु चली जाइछंती। पचारि पचारि शांति देवी पुओ सेठारे पहुँची गले। देखिबा बेलकु गेट पाखरे जड़े दरवान छिड़ा होइथिले। आउ से जेतेबेले शांति देवी कथा कहिले दरवान तांको सेठारे अटकई भीतर को गले। सेठू शांति देवी को पचारिले कि आपण को पुओ आसीछंती आपण को देखा करबा पई। एतिकी शुणु शुणु शांति देवी कहिले कि ताको कहि दियो कि ता सहित मोर किछि भी संपर्क नहीं। सेठू चौकीदार जाई तांको पुओ को सही कथा कहिदेले। आउ एबे तांको पुओ चिंतारे पड़ीगले कि केमिति भेटिबे माँ को। आउ से बुझी जाइथिले कि तांको माँ तांको ऊपर बहुत रागी जाइछंती, आउ तांको मनैबा पई किछि ना किछि करबाकू पड़िबो। सांगे सांगे से गोटे प्लान कले। चौकीदार अल्प समय पर बाथरूम गले। आउ सही मौकारे तांको पुओ भीतर को पशिगले। और भीतर को जाई चिल्लेबाकू लागिले कि माँ तमे केउठी? तम पुओ आसीछि तमको भेटिबा पई। केबेठू भूलरे तमको छाड़ी पळैथिली, आउ तमको भेटिबा पई मु एते बाटरू धाई आसीछि। टिके समय पर शांति देवी बाहरी आसिले। आउ शांति देवी को देखि तांको पुओ तांको पाखकू जिबा पई चेष्टा कले। शांति देवी तांको धक्का देई कहिले कि मते छुना। आउ संतोष को डाकिबारे लागिले। संतोष भी दौड़िकी आसबा पर पचारिले कि कौन है माँ। शांति देवी निज पुओ आड़ को आंगुठी देखी कहिले कि याकू ए घर बाहर कर, मते ता मुह भी देखा भल लगुनि। संतोष किछि बुझी पार नथिले।
ସେତେବେଳେ ଶାନ୍ତି ଦେବୀଙ୍କ ପୁଅ ମା ମା ଡାକି ତାଙ୍କ ପାଦ ତଳେ ପଡ଼ିଗଲେ। ସେତେବେଳେ ସନ୍ତୋଷ ବୁଝିଗଲେ ଆଉ ତାଙ୍କୁ ଉଠେଇ କହିଲେ କି ଆଚ୍ଛା, ତମେ ହେଉଛ ସେ କୁଳାଙ୍ଗାର ଆଉ ବଦମାସ ଯିଏକି ନିଜ ମାଆକୁ ମରିବା ପାଇଁ ଏୟାରପୋର୍ଟରେ ଛାଡ଼ି ଦେଇ ପଳେଇଥିଲ। ଟିକେ ବି ଭାବିଲନି କି ସେ କେଉଁଠି ରହିଥିବେ, କ'ଣ କରୁଥିବେ, କେମିତି ଯିବେ। ଏବେ କେମିତି ତମକୁ ତାଙ୍କ କଥା ମନେ ପଡ଼ିଗଲା? ତମ ପରି କମିନାକୁ ତ ମୁଁ ଭଲରେ ଜାଣିଛି। କ'ଣ ପାଇଁ ଏଠାକୁ ଆସିଛ ସେଇଟା ବି ଜାଣିଛି। ତାଙ୍କୁ ଧକ୍କା ଦେଇ କହିଲେ କି ଏଠାରୁ ବାହାରି ଯା, ନହେଲେ ତତେ ମାରିଦେବି। ସେଠୁ ଶାନ୍ତି ଦେବୀଙ୍କ ପୁଅ ନିଜ ହାତ ଶିର ଉପରେ ଛୁରୀ ରଖି କହିଲେ କି ମା, ଯଦି ତମେ ମୋତେ କ୍ଷମା କରିବନି ତାହେଲେ ମୁଁ ମୋ ଜୀବନ ନେଇଯିବି। ଶାନ୍ତି ଦେବୀ କହିଲେ କି ତୋ ପରି ପିଲା କେବେ ବି ନିଜ ଜୀବନ ନେଇପାରିବନି, କେବଳ ଆଉ କାହାର ଜୀବନ ନେଇପାରେ। ମୁଁ ଭଲରେ ଜାଣିଛି ତୁ ଏସବୁ ଡ୍ରାମା କ'ଣ ପାଇଁ କରୁଛୁ। ସେତେବେଳେ ତାଙ୍କ ପୁଅ ନିଜ ବେକରେ ଛୁରୀ ଲଗେଇଦେଲେ ଆଉ କହିଲେ କି ମୁଁ ତୁମ ପୁଅ ଆଉ ଆଜିଠାରୁ ତମ ସହିତ ରହିବି, ନ ମାନିଲେ ନିଜକୁ ମାରିଦେବି ଆଉ ମୋ ମୃତ୍ୟୁ ପାଇଁ ତମେ ଦାୟୀ ରହିବ। ମୋତେ ତମ ସହିତ ରଖ, ନହେଲେ ସେ ଲଟେରୀ ଟଙ୍କା ମୋତେ ଦେଇଦିଅ, ମୁଁ ଏଠାରୁ ଚାଲିଯିବି। ସନ୍ତୋଷ ଯେତେବେଳେ ଧକ୍କା ଦେବା ପାଇଁ ଆଗକୁ ବଢ଼ିଲେ ସନ୍ତୋଷକୁ ଧରି ପକାଇ ତାଙ୍କ ବେକରେ ଛୁରୀ ଲଗେଇଦେଲେ ଆଉ ଶାନ୍ତି ଦେବୀଙ୍କୁ ଧମକେଇଲେ କି ଯଦି ସେ ଟଙ୍କା ମୋତେ ନ ଦିଅ ତାହେଲେ ୟାକୁ ମାରିଦେବି। ସନ୍ତୋଷଙ୍କ ଜୀବନ ପ୍ରତି ବିପଦ ଦେଖି ଶାନ୍ତି ଦେବୀ ଡରିଗଲେ ଆଉ କହିଲେ କି ନା ନା, ମୋ ପୁଅକୁ ସେମିତି କିଛି କରେନି, ତୋର ଯାହା ବି ଟଙ୍କା ଦରକାର ମୁଁ ଦେବା ପାଇଁ ପ୍ରସ୍ତୁତ। ଛାତ ଉପରେ ଛିଡ଼ା ହୋଇଥିବା ରୀନା ଏସବୁ ଦେଖୁଥିଲେ, କିନ୍ତୁ ଶାନ୍ତି ଦେବୀଙ୍କ ପୁଅ କମଳେଶ ବିଲକୁଲ ବି ଜାଣିନଥିଲେ। ରୀନା ତୁରନ୍ତ ପୋଲିସକୁ ଫୋନ୍ କରି ସବୁ କଥା କହିଦେଲେ। ଶାନ୍ତି ଦେବୀ ଚିଲେଇକି କହିଲେ କି ବୋହୂ, ଘରେ ଯାହା ବି ଟଙ୍କା ଅଛି ନେଇ ଆସେ, ମୋ ପୁଅର ଜୀବନଠୁ ଆଉ କିଛି ବି ବଡ଼ ନୁହେଁ। ସେଠୁ କମଳେଶ ଟିକେ ମୁରୁକି ହସି ଦେଇ କହିଲେ ଆରେ ମା, ପୁଅ ଭିତରେ ତ ବହୁତ ଭଲ ପାଇବା ଅଛି, ନିଜ ପୁଅକୁ ଏତେ ଘୃଣା ଆଉ ଏ ପର ଉପରେ ଏତେ ସ୍ନେହ। ସେଠୁ ଶାନ୍ତି ଦେବୀ କହିଲେ କି ସବୁକିଛି ତୋର କୁକର୍ମ ପାଇଁ, ଜରୁରୀ ନୁହେଁ କି ତୁ ରକ୍ତର ବୋଲି ନିଜର ହେବୁ। ତୁ ତ ମୋତେ ମରିବା ପାଇଁ ଛାଡ଼ି ଦେଇଥିଲୁ ଆଉ ସେ ସମୟରେ ସନ୍ତୋଷ ହିଁ ମୋତେ ସାହାରା ଦେଲା, ତେଣୁ ତାକୁ ମୁଁ ଆଜି କେମିତି ମରିବା ପାଇଁ ଛାଡ଼ିଦେବି। ଏତିକି ଭିତରେ ପୋଲିସ ଆସି ଚୁପଚାପ ସେଠାରେ ପହଞ୍ଚିଗଲେ ଆଉ ପଛରୁ ଆସି କମଳେଶଠୁ ଛୁରୀ ଛଡ଼େଇ ନେଲେ ଆଉ କମଳେଶକୁ ଧରି ନେଇ ଥାନାକୁ ନେବା ପରେ କେସ୍ ରୁଜୁ କରି ଜେଲକୁ ପଠାଇଦେଲେ। କମଳେଶକୁ 5 ବର୍ଷ ଜେଲ ଦଣ୍ଡ ହେଲା। ଏବେ ଶାନ୍ତି ଦେବୀ ଓ ସନ୍ତୋଷ ଖୁସିରେ ରହୁଛନ୍ତି। ବୋଧେ ସନ୍ତୋଷ ଓ ରୀନାଙ୍କର କର୍ମଫଳ ଥିଲା ଯାହାକୁ ତାଙ୍କୁ ମିଳିଗଲା। ସେମାନେ ଜଣେ ଅଜଣା ଓ ଅସହାୟଙ୍କୁ ସାହାଯ୍ୟ କଲେ ଆଉ ଭଗବାନ ତାଙ୍କୁ ଫଳ ସ୍ୱରୂପ ସେମାନଙ୍କୁ ଏତେ ବଡ଼ ଉପହାର ଦେଲେ। ତ କାହାଣୀ ଏତିକି ଥିଲା। ନିଜ ରକ୍ତର ମଣିଷ ଯେ ସବୁବେଳେ ସାଥ ଦିଏ ତା ନୁହେଁ, ବରଂ ଆଜିର ଦୁନିଆରେ ଏମିତି ବି ମଣିଷ ଅଛନ୍ତି ଯିଏକି ଅସହାୟଙ୍କୁ ଦେଖିଲେ ଆଗେଇ ଆସନ୍ତି ସାହାଯ୍ୟ କରିବା ପାଇଁ। ତେଣୁ ସନ୍ତୋଷଙ୍କର ଏହି କାମକୁ ନେଇ ଆପଣଙ୍କର ମତାମତ କ'ଣ କମେଣ୍ଟ ବକ୍ସରେ ନିଶ୍ଚୟ ଜଣାଇବେ। ତ ଶ୍ରୋତା ବନ୍ଧୁମାନେ, ଆଶା କରୁଛି ଆଜିର ଏହି କାହାଣୀଟି ଆପଣମାନଙ୍କୁ ନିଶ୍ଚିନ୍ତ ପସନ୍ଦ ଆସିଥିବ। ଆଉ ପସନ୍ଦ ଆସିଥିଲେ ଭିଡ଼ିଓଟିକୁ ଲାଇକ୍, ସେୟାର ଆଉ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ବିଲକୁଲ ବି ଭୁଲନ୍ତୁ ନାହିଁ। ତେବେ ଆଜି ପାଇଁ ରହୁଛି, ବାଏ। ପୁଣି ଦେଖା ହେବ ଆଉ ଏକ ସୁନ୍ଦର କାହାଣୀ ସହିତ ଆଉ ଏକ ନୂଆ ଭିଡ଼ିଓରେ। ଧନ୍ୟବାଦ।